ଜୟ ଜଗନ୍ନାଥ। ସ୍ମୃତି ସାନ୍ତନା ପତ୍ରିକାର ସାରସ୍ୱତ ଅଭିନନ୍ଦନ ଓ ଶୁଭକାମନା। ସ୍ମୃତି ସାନ୍ତନା ଡିଜିଟାଲ ସାହିତ୍ୟ ଆସରର 67ତମ ଅଧ୍ୟାୟକୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ସ୍ୱାଗତମ୍ ସ୍ୱାଗତମ୍ ସୁସ୍ୱାଗତମ୍। ଜୀବନଟା ପରା ଦୁଇଟି ଧାଡ଼ିର କବିତା, ଧାରେ ହସଗାରେ ଲୁହର ଅଲିଭା ସଳିତା। ଅଧା ଖରା ଅଧା ଛାଇରେ ହସୁଛି ଜୀବନ, ତଥାପି ସଦା ସେ ମହ ମହ ନିତ୍ୟ ନୂତନ। ମଣିଷର ଜୀବନଟା ସବୁବେଳେ ନୂତନତାକୁ ଭଲ ପାଏ। ସେ ଜାଣେ ଆଜି ଯେ ନୂଆ, କାଲି ସେ ପୁରୁଣା ହେବ। ତଥାପି ନୂଆ ଘର, ନୂଆ ବସ୍ତ୍ର, ନୂଆ ସମୟ, ନୂଆ ସମ୍ପର୍କ, ସବୁର ଏ ନୂଆପଣକୁ ସର୍ବଦା ମନୁଷ୍ୟ ଆଗ୍ରହରେ ଗ୍ରହଣ କରିଥାଏ ଓ ବିଭୋର ହୋଇ ରହିଥାଏ ଏ ମାଟିରେ। ସେମିତି 2025ର ନୂଆ ବର୍ଷର ଅଭିନନ୍ଦନ ପର୍ବ ଆମେ ସମସ୍ତେ ପାଳିଛନ୍ତି। ଲୁହା ସମାରୋହରେ, ହସ ଖୁସିରେ, ସବୁ ଭିତରେ ଆମେ ଜାନୁଆରୀର ନୂଆ ବର୍ଷକୁ ଆଦର କରି ଛାତିର ସିନ୍ଦୁକରେ ତାର ସ୍ମୃତିକୁ ସାଇତି ଦେଇଛନ୍ତି। ତେବେ ଆସନ୍ତୁ ନା, ଏହି ସ୍ମୃତି ସାନ୍ତନା ପତ୍ରିକାର ତରଫରୁ ହେଉଥିବା ଡିଜିଟାଲ ଆସରର 67ତମ ଅଧ୍ୟାୟର ଅୟଂ ଆରମ୍ଭ ପର୍ବରେ ଆମେ ପୁନଶ୍ଚ ଆଉଥରେ ଏହି ଇଂରାଜୀ ନୂଆବର୍ଷର ପଦବନ୍ଦନା କରି ସମସ୍ତଙ୍କ ସହିତ ସହଯୋଗ ଓ ଶ୍ରଦ୍ଧାର ବାର୍ତ୍ତା ବାଣ୍ଟିବାର ପ୍ରୟାସ କରିବା ଏବଂ ଆମ ଓଡ଼ିଶାର ଅସ୍ମିତା, ଓଡ଼ିଆ ଭାଷାର ଅସ୍ମିତା, ଓଡ଼ିଆ ଜୀବନର ଅସ୍ମିତାକୁ ସାଇତି ରଖିବା ଆମର ହୃଦୟରେ। ଆଜି ଏହି 67ତମ ଡିଜିଟାଲ ସାହିତ୍ୟ ଆସରରେ ଭାଗ ନେଇଥିବା ସମସ୍ତ ଅତିଥି କବି ବା ଲେଖକମାନଙ୍କୁ ସ୍ମୃତି ସାନ୍ତନା ଡିଜିଟାଲ ଆସରର ୟୁଟ୍ୟୁବ ତରଫରୁ ଏବଂ ସ୍ମୃତି ସାନ୍ତନା ପତ୍ରିକା ତରଫରୁ ସମସ୍ତଙ୍କୁ ଏବଂ ଏହାକୁ ଶୁଣୁଥିବା ଆପଣମାନଙ୍କ ପରି ବିଭୋର ଶ୍ରୋତାମାନଙ୍କୁ ସମସ୍ତଙ୍କୁ ସ୍ମୃତି ସାନ୍ତନାର ଶବ୍ଦ ପ୍ରଣାମ। ଆଜିର ଅତିଥିମାନେ ହେଲେ ଡକ୍ଟର ରଶ୍ମି ଦାସ, ଡକ୍ଟର ସୁମିତ୍ରା ମିଶ୍ର, ବିନୟ ପଟ୍ଟନାୟକ, ଶରତ କୁମାରୀ ମିଶ୍ର, ମନୋରମା ପଣ୍ଡା, ସବିତାରାଣୀ ବେହେରା, ସ୍ନେହଲତା ପଟ୍ଟନାୟକ, ପୁଷ୍ପଲତା ମିଶ୍ର, ମୀନାକ୍ଷୀ ମିଶ୍ର, ନିହାରିକା ରାୟବରାଳ। ଆପଣମାନଙ୍କୁ ସମସ୍ତଙ୍କୁ ଆଜିର ଏ ଶୁଭ ବେଳାରେ ମୁଁ ସ୍ମୃତି ସାନ୍ତନା ତରଫରୁ ସ୍ୱାଗତ କରୁଛି, ଅଭିନନ୍ଦନ କରୁଛି, ଜ୍ଞାପନ କରୁଛି ଏବଂ ଆପଣମାନଙ୍କର ସହଯୋଗ, ଶ୍ରଦ୍ଧା ଓ ଭଲ ପାଇବାକୁ ଅପେକ୍ଷା କରି ସମସ୍ତଙ୍କର ଶୁଭକାମନା କରୁଛି। ନମସ୍କାର, ଜୟ ଜଗନ୍ନାଥ।